ଭାରସାମ୍ୟ ହରାଇ ଘର ଉପରକୁ ମାଡ଼ିଗଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର। NH-16 ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟରେ ଘଟିଛି ଏହି ଦୁର୍ଘଟଣା। ସୂଚନା ଅନୁଯାୟୀ ଗ୍ୟାସ୍ ବୋଝେଇ ଗାଡ଼ିଟି କଟକ ଅଭିମୁଖେ ଯାଉଥିବା ବେଳେ ଚଣ୍ଡିଖୋଲ ଛକର ଅନତି ଦୂରରେ ଜାତୀୟ ରାଜପଥ କଡ଼ରେ ଥିବା ଏକ ଘର ଉପରକୁ ଭାରସାମ୍ୟ ହରାଇ ପଶିଯାଇଛି, ଯାହାଫଳରେ ଘର ପାଚେରୀ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିବା ବେଳେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଛି। ଘଟଣାସ୍ଥଳରେ ଟ୍ୟାଙ୍କର ଗାଡ଼ିର ଡ୍ରାଇଭର ଗୁରୁତର ହୋଇଥିବା ବେଳେ ତାଙ୍କୁ ବର୍ଚ୍ଚଣା ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଉକ୍ତ ଘରଟି ପୂର୍ବତନ CDMO ଡକ୍ଟର ବିଜୟ ଶତପଥୀଙ୍କର ହୋଇଥିବା ବେଳେ ବିଭିନ୍ନ ସମୟରେ ଏଠାରେ ରୋଗୀଙ୍କ ଭିଡ଼ ଦେଖିବାକୁ ମିଳେ। ଆଜି ଭୋରୁ ଭୋରୁ ଏହି ଘଟଣାଟି ହୋଇଥିବାରୁ ଏକ ବଡ଼ ଅଘଟଣରୁ ସମସ୍ତେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାସ୍ଥଳରେ ଚଣ୍ଡିଖୋଲ ଫାଣ୍ଡି ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ ଚଳାଇଛି। ଭାରସାମ୍ୟ ହରାଇ NH ରୁ ଡାକ୍ତର ବିଜୟ ଶତପଥୀଙ୍କ ଘର ବାଉଣ୍ଡରୀ ଗେଟ୍ ପାଖରେ ମେଡ଼ିସିନ ମାନ ସବୁ ଭଙ୍ଗାରୁଜ କରି ବହୁତ କ୍ଷତ ବର୍ଷ ହୋଇ ଅବସ୍ଥାରେ ପଡ଼ିଛି। ଏସବୁ ମୁଖ୍ୟ କାରଣ NH ଦାୟୀ ଏଥିପାଇଁ। ଏଠି ଡାକ୍ତର କ୍ଲିନିକ୍ 10 ଲୋକ ଆସନ୍ତି, ଆଜି କ୍ଲିନିକ୍ ବନ୍ଦ ଅଛି। ବହୁତ ଅସୁବିଧା ସମ୍ମୁଖୀନ, ଲାଇନ୍ ବି ନାହିଁ, ଇଲେକ୍ଟ୍ରିକ୍ 2ଟା ଖୁଣ୍ଟ ଭାଙ୍ଗିଛି। ହଁ ଦେବାଶିଷ ବାବୁ, ଦେଖନ୍ତୁ କ'ଣ ସମସ୍ୟା ହେଇଛି କହିଲେ ସମ୍ବନ୍ଧରେ? ଆଜି ଭୋରୁ 6ଟା ବେଳେ ଏକ ଗ୍ୟାସ୍ ବୋଝେଇ ଗାଡ଼ି ଭାରସାମ୍ୟ ହରାଇ NH ରୁ ଗୋଟେ ପୋଲ୍ ବାଡ଼େଇ ଗୋଟେ ପାଖରେ ଥିବା ଡାକ୍ତରଙ୍କ ଘରେ ପହଞ୍ଚି ବାଉଣ୍ଡରୀ ବାଡ଼େଇ ଭାଙ୍ଗି ବହୁତ କ୍ଷତିଗତ କରିଛି। କର୍ତ୍ତୃପକ୍ଷ ଦାୟୀ, କାରଣ ଯେଉଁ ପୋଲ୍ଟି ଥିଲା ସେ ଗମ୍ଭୀର ଥିଲା, ତା ଦେହରେ ବାଡ଼େଇ ଗାଡ଼ି ଆସି ଏଠି ଆପଣଙ୍କର କ୍ଷତି କରିଛି। ଯାଜପୁରରୁ ବ୍ୟୁରୋ ଚିଫ୍ ନାରାୟଣ ରଥଙ୍କ ରିପୋର୍ଟ, ବଜ୍ରଶପଥ।